ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ପ୍ଲସ୍ ଟୁ ଇକୋନୋମିକ୍ସର ପ୍ରଥମ ଚାପ୍ଟର ଏହାର ସର୍ଟ କ୍ୱେଶ୍ଚନ୍ସ ଆମେ ଆଜି ଡିସ୍କସନ୍ କରିବା, ଯେଉଁଟାକି ଅର୍ଥନୀତିର ସଂଜ୍ଞା, ଅର୍ଥଶାସ୍ତ୍ରର ପରିସର ଓ ବିଷୟବସ୍ତୁ, ଅର୍ଥ ବ୍ୟବସ୍ଥାର ସଂଜ୍ଞା ଓ କେନ୍ଦ୍ରୀୟ ସମସ୍ୟା ଏସବୁ ଉପରେ ଆମେ ଆଜି ଆଲୋଚନା କରିବା। ତ ଦେଖ, ପ୍ରଥମ ପ୍ରଶ୍ନ, ଅର୍ଥଶାସ୍ତ୍ର ଏକ ସମ୍ପଦ ବିଜ୍ଞାନ, ଏହି ସଂଜ୍ଞା କିଏ ଦେଇଥିଲେ? ଅପସନରେ ଅଛି ଆଲଫ୍ରେଡ୍ ମାର୍ଶଲ, ଆଡାମ ସ୍ମିଥ, ଲିଓନେଲ ରବିନ୍ସ, ଉପରୋକ୍ତ କେଉଁଟି ନୁହେଁ? ଅର୍ଥଶାସ୍ତ୍ର ଏକ ସମ୍ପଦ ବିଜ୍ଞାନ, ଏହି ସଂଜ୍ଞା କିଏ ଦେଇଥିଲେ? ଏହାର ଆନ୍ସର ହେବ ଅପସନ ବି, ଆଡାମ ସ୍ମିଥ। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ'ଣ କୁହାଯାଏ? ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ'ଣ କୁହାଯାଏ? ଅପସନରେ ଅଛି ଉପଯୋଗିତା, ଅଭାବ, ଦ୍ରବ୍ୟ, ଉପରୋକ୍ତ କୌଣସିଟି ନୁହଁ। ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ'ଣ କୁହାଯାଏ? ଆନ୍ସର ହେବ ଅପସନ ଟୁ, ଅଭାବ। ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ ଅଭାବ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା ହେଲା ଡ୍ୟାସ୍। ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା କ'ଣ ଅଟେ? ଅପସନରେ ଅଛି ଖାଉଟି ଦ୍ରବ୍ୟ, ଉତ୍ପାଦକ ଦ୍ରବ୍ୟ, ସର୍ବସାଧାରଣ ଦ୍ରବ୍ୟ, ଅନ୍ତର୍ବର୍ତ୍ତୀ ଦ୍ରବ୍ୟ। ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାକୁ ଆମେ କହିବା କ'ଣ? ଖାଉଟି ଦ୍ରବ୍ୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଚୌକିଟି ତିଆରି କରି ବଢ଼େଇଟି କେଉଁ ଉପଯୋଗିତା ସୃଷ୍ଟି କରେ? ଅପସନ ଏ, କାଳଗତ ଉପଯୋଗିତା, ଆକାରଗତ ଉପଯୋଗିତା, ସ୍ଥାନଗତ ଉପଯୋଗିତା, ସେବାଗତ ଉପଯୋଗିତା। ଚୌକିଟିଏ ତିଆରି କରି ବଢ଼େଇଟି କେଉଁ ଉପଯୋଗିତା ସୃଷ୍ଟି କରେ? ଏହାର ଆନ୍ସର ହେବ ଅପସନ ବି, ଆକାରଗତ ଉପଯୋଗିତା। ପରବର୍ତ୍ତୀ ପ୍ରଶ୍ନ, ଦ ଜେନେରାଲ ଥିଓରି ଅଫ୍ ଏମ୍ପ୍ଲୟମେଣ୍ଟ ଇଣ୍ଟରେଷ୍ଟ ଆଣ୍ଡ ମନି ପୁସ୍ତକର ରଚୟିତା କିଏ? ଆଲଫ୍ରେଡ୍ ମାର୍ଶଲ, ଜେ ଏମ୍ କେନ୍ସ, ଆଡାମ ସ୍ମିଥ, ଡେଭିଡ୍ ରିକାର୍ଡୋ। ଏହାର ଆନ୍ସର ହେବ ଅପସନ ଟୁ, ଜେ ଏମ୍ କେନ୍ସ। 6 নম্বର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହିତ ସମ୍ପୃକ୍ତ? ଜାତୀୟ ଆୟ, ଉପଭୋକ୍ତାର ପ୍ରବୃତ୍ତି ତତ୍ତ୍ୱ, ସାଧାରଣ ଦର ସ୍ତର, ସାମୂହିକ ନିଯୁକ୍ତି। ନିମ୍ନଲିଖିତ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହିତ ସମ୍ପୃକ୍ତ? ଏହାର ଆନ୍ସର ହେବ ଅପସନ ବି, ଉପଭୋକ୍ତାର ପ୍ରବୃତ୍ତି ତତ୍ତ୍ୱ। 7 নম্বର, ଅର୍ଥଶାସ୍ତ୍ର ଏକ ଚୟନ ବିଜ୍ଞାନ, ଏହି ସଂଜ୍ଞା କିଏ ଦେଇଥିଲେ? ଅପସନ ଆଡାମ ସ୍ମିଥ, ଆଲଫ୍ରେଡ୍ ମାର୍ଶଲ, ଜେ ଏସ୍ ମିଲ୍, ଲିଓନେଲ ରବିନ୍ସ। ଅର୍ଥଶାସ୍ତ୍ର ଏକ ଚୟନ ବିଜ୍ଞାନ, ଏହି ସଂଜ୍ଞା କିଏ ଦେଇଥିଲେ? ଆନ୍ସର ହେବ ଅପସନ ଫୋର୍ଥ, ଲିଓନେଲ ରବିନ୍ସ। 8 নম্বର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରେ କେଉଁଟି ସମ୍ପଦର ବୈଶିଷ୍ଟ୍ୟ ନୁହଁ? ଉପଯୋଗିତା, ସ୍ୱଳ୍ପତା, ଅନ୍ତର୍ନିହିତ ଗୁଣ, ସ୍ଥାନାନ୍ତର କ୍ଷମତା। ଆନ୍ସର ହେବ ଅପସନ 3, ଅନ୍ତର୍ନିହିତ ଗୁଣ। ଅନ୍ତର୍ନିହିତ ଗୁଣ, ଏହା ହେଉଛି ସମ୍ପଦର ବୈଶିଷ୍ଟ୍ୟ ନୁହଁ ଏଟା। ପରବର୍ତ୍ତୀ ପ୍ରଶ୍ନ, ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା କିଏ ପ୍ରଦାନ କରିଥିଲେ? ଆଡାମ ସ୍ମିଥ, ଆଲଫ୍ରେଡ୍ ମାର୍ଶଲ, ଲିଓନେଲ ରବିନ୍ସ, ଉପରୋକ୍ତ ମଧ୍ୟରୁ କେହି ନୁହନ୍ତି। ଆନ୍ସର ହେବ ଅପସନ ଟୁ, ଆଲଫ୍ରେଡ୍ ମାର୍ଶଲ।
କଲ୍ୟାଣକାରୀ ସଂଜ୍ଞାର ପ୍ରବର୍ତ୍ତକ ବା କଲ୍ୟାଣକାରୀ ସଂଜ୍ଞା କିଏ ପ୍ରଦାନ କରିଥିଲେ? ଆନ୍ସର୍ ହେବ ଆଲଫ୍ରେଡ୍ ମାର୍ଶାଲ। 10 ନମ୍ବର ପ୍ରଶ୍ନ, ମାନବୀୟ ଅଭାବ ଗୁଡ଼ିକ ଡ୍ୟାସ୍ ପ୍ରଚୁର, ସୀମିତ, ଅସୀମ, ସ୍ୱଳ୍ପ। ମାନବୀୟ ଅଭାବ ଗୁଡ଼ିକ କିପରି? ଆନ୍ସର୍ ହେବ ଅପସନ୍ 3, ମାନବୀୟ ଅଭାବ ଗୁଡ଼ିକ ଅସୀମ ଅଟେ। ମାନବୀୟ ଅଭାବର ସୀମା ନଥାଏ, ଅସୀମ। 11 ନମ୍ବର ପ୍ରଶ୍ନ, ଉପଯୋଗିତା ଯାହା ସ୍ଥାନ ପରିବର୍ତ୍ତନ ପାଇଁ ସୃଷ୍ଟି ହୋଇଥାଏ ତାହା ହେଲା ଡ୍ୟାସ୍। ଉପଯୋଗିତା ଯାହା ସ୍ଥାନ ପରିବର୍ତ୍ତନ ପାଇଁ ସୃଷ୍ଟି ହୋଇଥାଏ ତାହା ହେଲା ଡ୍ୟାସ୍। ଆକାରଗତ ଉପଯୋଗିତା, ସ୍ଥାନ ଉପଯୋଗିତା, ସେବା ଉପଯୋଗିତା, କାଲ ଉପଯୋଗିତା। ଏହାର ଆନ୍ସର୍ ହେବ ଅପସନ୍ 2, ସ୍ଥାନ ଉପଯୋଗିତା। ପରବର୍ତ୍ତୀ ପ୍ରଶ୍ନ, ଦ୍ରବ୍ୟ ଯାହାର ବିନିମୟ ମୂଲ୍ୟ ଅଛି ତାକୁ କ'ଣ କୁହାଯାଏ? ଦ୍ରବ୍ୟ ଯାହାର ବିନିମୟ ମୂଲ୍ୟ ଅଛି ତାକୁ କ'ଣ କୁହାଯାଏ? ଅପସନ୍ରେ ଅଛି ମୁକ୍ତ ଦ୍ରବ୍ୟ, ଅନୁତ୍ପାଦନଶୀଳ ଦ୍ରବ୍ୟ, ଅର୍ଥନୈତିକ ଦ୍ରବ୍ୟ, ଉପରୋକ୍ତ ମଧ୍ୟରେ କୌଣସିଟି ନୁହଁ। ଦ୍ରବ୍ୟ ଯାହାର ବିନିମୟ ମୂଲ୍ୟ ଅଛି ତାକୁ କ'ଣ କୁହାଯାଏ? ଆନ୍ସର୍ ହେବ ଅପସନ୍ 3, ତାକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ। ଅର୍ଥନୈତିକ ଦ୍ରବ୍ୟ କୁହାଯାଏ। ଶିକ୍ଷକଙ୍କ ପାଇଁ ମୋଟର ବାଇକ୍ ଏକ ଡ୍ୟାସ୍ ଅତ୍ୟାବଶ୍ୟକ ଦ୍ରବ୍ୟ, ବିଳାସ ଦ୍ରବ୍ୟ, ଆରାମଦାୟକ ଦ୍ରବ୍ୟ, ଉପରୋକ୍ତ ସମସ୍ତ। ଶିକ୍ଷକଙ୍କ ପାଇଁ ମୋଟର ବାଇକ୍ ଏକ ଡ୍ୟାସ୍। ଏହାର ଆନ୍ସର୍ ହେବ ଅପସନ୍ ଏ, ଅତି ଆବଶ୍ୟକ ଦ୍ରବ୍ୟ। 14 ନମ୍ବର, ଯେଉଁ ଦ୍ରବ୍ୟ ଉତ୍ପାଦନରେ ସହାୟକ ହୁଏ ତାହା କ'ଣ ଅଟେ? ଉତ୍ପାଦକ ଦ୍ରବ୍ୟ, ସର୍ବସାଧାରଣ ଦ୍ରବ୍ୟ, ଖାଉଟି ଦ୍ରବ୍ୟ, ଘରୋଇ ଦ୍ରବ୍ୟ। ଯେଉଁ ଦ୍ରବ୍ୟ ଉତ୍ପାଦନରେ ସହାୟକ ହୁଏ ତାହା କ'ଣ? ବହୁତ ସିମ୍ପଲ୍, ତାର ଆନ୍ସର୍ ହେବ ଅପସନ୍ ଏ, ତାକୁ ଉତ୍ପାଦକ ଦ୍ରବ୍ୟ ବୋଲି ଆମେ କହିବା। ତୁମର ମ୍ୟାଟ୍ରିକ୍ ପାସ୍ ସାର୍ଟିଫିକେଟ୍ ସମ୍ପଦ ନୁହେଁ କାରଣ ଏହାର ନାହିଁ ଡ୍ୟାସ୍। ତୁମର ମ୍ୟାଟ୍ରିକ୍ ପାସ୍ ସାର୍ଟିଫିକେଟ୍ ସମ୍ପଦ ନୁହଁ କ'ଣ ପାଇଁ? ଉପଯୋଗିତା, ବିକ୍ରୟ ଯୋଗ୍ୟତା, ସ୍ୱଳ୍ପତା, ଉପରୋକ୍ତ ମଧ୍ୟରୁ କେଉଁଟି ନୁହଁ। ତୁମର ମ୍ୟାଟ୍ରିକ୍ ପାସ୍ ସାର୍ଟିଫିକେଟ୍ ସମ୍ପଦ ନୁହଁ, ଏହାର କାରଣ? ଆନ୍ସର୍ କ'ଣ ହେବ? ଆନ୍ସର୍ ହେବ ଅପସନ୍ 2, ବିକ୍ରୟ ଯୋଗ୍ୟତା, କାରଣ ଏହାର ବିକ୍ରୟ ଯୋଗ୍ୟତା ନାହିଁ। 16 ନମ୍ବର, ମହାସାଗର ଗୋଟିଏ ଉଦାହରଣ କ'ଣ? ମହାସାଗର ଗୋଟିଏ ଉଦାହରଣ ଅଟେ କାହାର? ଜାତୀୟ ସମ୍ପଦର, ବ୍ୟକ୍ତିଗତ ସମ୍ପଦର, ଅନ୍ତରାଷ୍ଟ୍ରୀୟ ସମ୍ପଦର, ଆଭ୍ୟନ୍ତରୀଣ ସମ୍ପଦର। ଏହାର ଆନ୍ସର୍ ହେବ ଅପସନ୍ 3, ଏହା ହେଉଛି ଅନ୍ତରାଷ୍ଟ୍ରୀୟ ସମ୍ପଦ। ମହାସାଗର ହେଉଛି ଅନ୍ତରାଷ୍ଟ୍ରୀୟ ସମ୍ପଦର ଏକ ଉଦାହରଣ। 17 ନମ୍ବର, ଜଣେ କଲେଜ ଛାତ୍ର ପାଇଁ ହାତବନ୍ଧା ଘଡ଼ି ହେଉଛି ଏକ ଡ୍ୟାସ୍ ଅତି ଆବଶ୍ୟକ ଦ୍ରବ୍ୟ, ଆରାମଦାୟକ ଦ୍ରବ୍ୟ, ବିଳାସ ଦ୍ରବ୍ୟ, ଉପରୋକ୍ତ ମଧ୍ୟରେ କେଉଁଟି ନୁହଁ। ଜଣେ କଲେଜ ଛାତ୍ର ପାଇଁ ହାତବନ୍ଧା ଘଡ଼ି ହେଉଛି କ'ଣ? ଅତି ଆବଶ୍ୟକ ଦ୍ରବ୍ୟ। ଠିକ୍ ଅଛି। 18 ନମ୍ବର, ଆମକୁ କେଉଁ ଦ୍ରବ୍ୟ ପାଇଁ ଦାମ୍ ଦେବାକୁ ପଡ଼େ? ଦେଖ, ଟେବୁଲ୍, କାର୍, ବହି, ଉପରୋକ୍ତ ସମସ୍ତ। ତ କ'ଣ ହେବ ଆନ୍ସର୍ ଏହାର? ଏହାର ଆନ୍ସର୍ ହେବ ଉପରୋକ୍ତ ସମସ୍ତ। ପ୍ରତ୍ୟେକ ଦ୍ରବ୍ୟ ପାଇଁ ଆମକୁ ଦାମ୍ ଦେବାକୁ ପଡ଼େ। ଏହାପରେ ଦେଖ 19 ନମ୍ବର, ଦ୍ରବ୍ୟ ଯାହା ପରୋକ୍ଷ ଭାବରେ ଆମର ଅଭାବ ପୂରଣ କରେ। ଦ୍ରବ୍ୟ ଯାହା ପରୋକ୍ଷ ଭାବରେ ଆମର ଅଭାବ ପୂରଣ କରେ ତାହା ଡ୍ୟାସ୍। ଖାଉଟି ଦ୍ରବ୍ୟ, ସର୍ବସାଧାରଣ ଦ୍ରବ୍ୟ, ପୁଞ୍ଜି ଦ୍ରବ୍ୟ, ଅନ୍ତର୍ବର୍ତ୍ତୀ ଦ୍ରବ୍ୟ।
यार आंसर हम ऑप्शन 3 ताको आम कह पुंजी द्रव्य। द्रव्य जहाँ परोक्ष भाव में आमर अभाव पूरण करे ताको आम पुंजी द्रव्य बोली कहू। पार्क और बंदर गुड़िक क्यों संपद अटे? व्यक्तिगत संपद, जातीय संपद, सार्वजनीन संपद, उपरोक्त मध्य क्योंटी नुह? पार्क और बंदर गुड़िक क्यों संपद? यार आंसर हम ऑप्शन 2 यह हूँ जातीय संपद। 21 नंबर अर्थशास्त्र संपदर संज्ञा किए प्रदान करछंती? अर्थशास्त्र संपदर संज्ञा किए प्रदान करछंती? आल्फ्रेड मार्शल, आडम स्मिथ, लियोनेल रॉबिन्स, सैमुएल्सन। आंसर हम ऑप्शन 2 आडम स्मिथ। आडम स्मिथ अर्थशास्त्र संपदर संज्ञा प्रदान करछंती। 22 नंबर समस्त अभाव पूरण करने निमित्त संबल समस्त अभाव पूरण करने निमित्त संबल डैश? असीम, ससीम, प्रचुर, कौनसीटी नुह? समस्त अभाव पूरण करने निमित्त संबल कौन अटे? यार आंसर हम ऑप्शन बी सीमित अटे। समस्त अभाव पूरण करने निमित्त संबल ताको आम कहवा सीमित संबल। गोटे द्रव्य बा सेवा पाइबार इच्छा को डैश कहा जाए? यार आंसर हम अभाव कहा जाए। गोटे द्रव्य बा सेवा पाइबार इच्छा को अभाव बोली आम कही था। 24 नंबर गोटे द्रव्य बा सेवार अभाव पूरण करिवार क्षमता को कौन कहा जाए? गोटे द्रव्य बा सेवार अभाव पूरण करिवार क्षमता को कौन कहा जाए? ऑप्शन रे अछि उपयोगिता, द्रव्य, सेवा, उपभोग। यार आंसर हम ऑप्शन ए उपयोगिता। गोटे द्रव्य बा सेवार अभाव पूरण करिवार क्षमता को आम उपयोगिता बोली कहू। ठीक अच्छे। 25 नंबर द्रव्य जार प्रत्यक्ष भाव में मानवीय अभाव पूरण करिवार शक्ति थाए से द्रव्य को कौन कहा जाए? द्रव्य जार प्रत्यक्ष भाव में मानवीय अभाव पूरण करिवार शक्ति थाए से द्रव्य को आम कौन कहवा? ऑप्शन रही खाउटी द्रव्य कहवा, उत्पादक द्रव्य कहवा, सर्वसाधारण द्रव्य कहवा, अंतर्वर्ती द्रव्य कहवा। द्रव्य जार प्रत्यक्ष भाव में मानवीय अभाव पूरण करिवार शक्ति थाए से द्रव्य को आम कौन कहवा? आंसर हम ऑप्शन ए ताको आम कहवा खाउटी द्रव्य। ठीक अच्छे। 26 नंबर जड़े बढ़ई काठ गंडू चौकी तैयारी कला बेले क्यों उपयोगिता सृष्टि करे? स्थान उपयोगिता, आकारगत उपयोगिता, सेवा उपयोगिता, कौनसीटी नुह? जड़े बढ़ई काठ गंडू चौकी तैयारी कला बेले क्यों उपयोगिता सृष्टि करे? यार आंसर हम ऑप्शन बी आकारगत उपयोगिता। आकारगत उपयोगिता। डाक्टरों पर मोटर कार डैश अति आवश्यक द्रव्य, आरामदायक द्रव्य, विलास द्रव्य, कौनसीटी नुह? डाक्टरों पर मोटर कार डैश कौन हम? आंसर हम ऑप्शन ए यह अति आवश्यक द्रव्य। डाक्टर पर मोटर कार होची अति आवश्यक द्रव्य। रेलवेल्स रेलवेल्स कौन? जातीय संपद ना व्यक्तिगत संपद ना आंतर्जातिक संपद ना कौनसीटी नुह? रेलवेल्स कौन हम? यह हम जातीय संपद। ऑप्शन बी रेलवेल्स होची जातीय संपद। परवर्ती प्रश्न अर्थशास्त्र दुर्लभता संज्ञा किए प्रदान करछंती? अर्थशास्त्र दुर्लभता संज्ञा किए प्रदान करछंती? आडम स्मिथ, लियोनेल रॉबिन्स, सैमुएल्सन, आल्फ्रेड मार्शल्स। यार आंसर हम ऑप्शन 2 लियोनेल रॉबिन्स अर्थशास्त्र दुर्बलता दुष्प्राप्यता संज्ञा लियोनेल रॉबिन्स प्रदान करछंती। 30 नंबर गोटे अर्थव्यवस्थार सीमित उत्पादनशील संबलर डैश विकल्प व्यवहार अच्छी, केवल निर्दिष्ट व्यवहार अच्छी, बहुविध व्यवहार अच्छी, उपरोक्त समस्त। गोटे अर्थव्यवस्थार
ସୀମିତ ଉତ୍ପାଦନଶୀଳ ସମ୍ବଳର ଡ୍ୟାସ୍ ଅଟେ। ବିକଳ୍ପ ବ୍ୟବହାର ଅଛି, କେବଳ ନିର୍ଦ୍ଦିଷ୍ଟ ବ୍ୟବହାର ଅଛି, ବହୁବିଧ ବ୍ୟବହାର ଅଛି, ଉପରୋକ୍ତ ସମସ୍ତ। ତ ଆନ୍ସର କ'ଣ ହେବ? ଅପସନ୍ ଏକ ତାର ବିକଳ୍ପ ବ୍ୟବହାର ରହିଛି। ଗୋଟିଏ ଅର୍ଥ ବ୍ୟବସ୍ଥାର ସୀମିତ ଉତ୍ପାଦନଶୀଳ ସମ୍ବଳର ବିକଳ୍ପ ବ୍ୟବହାର ଥାଏ। ଓକେ। 31 ନମ୍ବର, ଯେଉଁ ଦ୍ରବ୍ୟ ପରୋକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା ଡ୍ୟାସ୍। ସର୍ବସାଧାରଣ ଦ୍ରବ୍ୟ, ଖାଉଟି ଦ୍ରବ୍ୟ, ଉତ୍ପାଦନ ଦ୍ରବ୍ୟ, ଅନ୍ତର୍ବର୍ତ୍ତୀ ଦ୍ରବ୍ୟ। ମାନେ ଯେଉଁ ଦ୍ରବ୍ୟ ପରୋକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରିଥାଏ ଆମେ ତାକୁ କ'ଣ କହିବା? ଆନ୍ସର ହେବ ଅପସନ୍ 3, ତାକୁ ଆମେ କହିବା ଉତ୍ପାଦକ ଦ୍ରବ୍ୟ ବୋଲି କହିବା। ଯେଉଁ ଦ୍ରବ୍ୟ ପରୋକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା ହେଉଛି ଉତ୍ପାଦକ ଦ୍ରବ୍ୟ। ଠିକ୍ ଅଛି। 32 ନମ୍ବର, ସ୍ୱାସ୍ଥ୍ୟର କେଉଁ ବୈଶିଷ୍ଟ୍ୟ ନଥିବାରୁ ତାହାକୁ ସମ୍ପଦ ବୋଲି କୁହାଯାଏ ନାହିଁ? ସ୍ୱାସ୍ଥ୍ୟର କେଉଁ ବୈଶିଷ୍ଟ୍ୟ ନଥିବାରୁ ତାହାକୁ ସମ୍ପଦ ବୋଲି କୁହାଯାଏ ନାହିଁ? ସ୍ୱଳ୍ପତା ନଥିବାରୁ, ଉପଯୋଗିତା ନଥିବାରୁ, ବିକ୍ରୟ ଯୋଗ୍ୟତା ନଥିବାରୁ, ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହଁ। ସ୍ୱାସ୍ଥ୍ୟର କେଉଁ ବୈଶିଷ୍ଟ୍ୟ ନଥିବାରୁ ଆମେ ତାକୁ ସମ୍ପଦ ବୋଲି କହିପାରିବା ନାହିଁ? ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ ବି, ଉପଯୋଗିତା। ଠିକ୍ ଅଛି। ସରି ଉପଯୋଗିତା ନା, ବିକ୍ରୟ ଯୋଗ୍ୟତା। ମାନେ ସ୍ୱାସ୍ଥ୍ୟର ବିକ୍ରୟ ଯୋଗ୍ୟତା ନଥାଏ, ସେଥିପାଇଁ ତାକୁ ଆମେ ସମ୍ପଦ ବୋଲି କହିପାରିବା ନାହିଁ। ସ୍ୱାସ୍ଥ୍ୟର ବିକ୍ରୟ ଯୋଗ୍ୟତା ନଥିବାରୁ ଆମେ ସ୍ୱାସ୍ଥ୍ୟକୁ ସମ୍ପଦ ବୋଲି କହୁନାହୁଁ। 33 ନମ୍ବର, ଉପଯୋଗିତାର ଧ୍ୱଂସ କ'ଣ ଭାବରେ ଜଣାଶୁଣା? ଉପଯୋଗିତାର ଧ୍ୱଂସ କ'ଣ ଭାବରେ ଜଣାଶୁଣା? ଉତ୍ପାଦନ, ବଣ୍ଟନ, ଉପଭୋଗ, ବିଭାଜନ। ଉପଯୋଗିତାର ଧ୍ୱଂସ କ'ଣ ଭାବରେ ଜଣାଶୁଣା? ଏହାର ଆନ୍ସର ହେବ ଅପସନ୍ ଉପଭୋଗ। ଉପଯୋଗିତାର ଧ୍ୱଂସ ଉପଭୋଗ ଭାବରେ ଜଣାଶୁଣା। ଉପଭୋଗ କଲା ପରେ ହିଁ ଉପଯୋଗିତା ନଷ୍ଟ ହୋଇଥାଏ। ଠିକ୍ ଅଛି। 34 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋଟିଏ ସର୍ବସାଧାରଣ ଦ୍ରବ୍ୟ ନୁହଁ? ବତୀଘର, ସ୍କୁଲ, ଡାକ୍ତରଖାନା, ତୁମର ହାତବନ୍ଧା ଘଡ଼ି। କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହଁ? ଆନ୍ସର କେଉଁଟା ହେବ? 4, ତୁମର ହାତବନ୍ଧା ଘଡ଼ି ଏହା ସର୍ବସାଧାରଣ ଦ୍ରବ୍ୟ ନୁହଁ। ବତୀଘର ସର୍ବସାଧାରଣ, ସ୍କୁଲ ମଧ୍ୟ ସର୍ବସାଧାରଣ, ଡାକ୍ତରଖାନା ମଧ୍ୟ ସର୍ବସାଧାରଣ ଦ୍ରବ୍ୟ, କିନ୍ତୁ ଆମର ହାତଘଣ୍ଟା ଏହା ସର୍ବସାଧାରଣ ଦ୍ରବ୍ୟ ନୁହଁ। 35 ନମ୍ବର, ଅର୍ଥନୀତିର କଲ୍ୟାଣ ସଂଜ୍ଞା କାହା ଦ୍ୱାରା ପ୍ରଦତ୍ତ? ଅର୍ଥନୀତିର କଲ୍ୟାଣ ସଂଜ୍ଞା କିଏ ପ୍ରଦାନ କରିଥିଲେ? ଆଡାମ ସ୍ମିଥ, ଜେ.ଏମ୍. କେଇନ୍ସ, ଆଲଫ୍ରେଡ୍ ମାର୍ଶାଲ, ଏଚ୍. ଡାଲ୍ଟନ୍। ଆନ୍ସର କ'ଣ ହେବ? ଅପସନ୍ 3, ଆଲଫ୍ରେଡ୍ ମାର୍ଶାଲ କଲ୍ୟାଣକାରୀ ସଂଜ୍ଞା ପ୍ରଦାନ କରିଥିଲେ। 36 ନମ୍ବର, ଅର୍ଥନୀତିର ମୁଖ୍ୟ ସମସ୍ୟା ହେଉଛି ଡ୍ୟାସ୍। ପ୍ରାଚୁର୍ଯ୍ୟ, ସ୍ୱଳ୍ପତା, ଦାରିଦ୍ର୍ୟ, ଲାଭ। ଅର୍ଥନୀତିର ମୁଖ୍ୟ ସମସ୍ୟା କ'ଣ ଅଟେ? ଏହାର ଆନ୍ସର ହେବ ଅପସନ୍ 2, ସ୍ୱଳ୍ପତା। ଅର୍ଥନୀତିର ମୁଖ୍ୟ ସମସ୍ୟା ହେଉଛି ସ୍ୱଳ୍ପତା। ପରବର୍ତ୍ତୀ ପ୍ରଶ୍ନ, ପ୍ରତ୍ୟେକ ଦ୍ରବ୍ୟର ଡ୍ୟାସ୍ ନିଶ୍ଚୟ ଥିବା ଆବଶ୍ୟକ? ଦର, ରଙ୍ଗ, ଉପଯୋଗିତା, ବିକଳ୍ପ। ପ୍ରତ୍ୟେକ ଦ୍ରବ୍ୟର କ'ଣ ନିଶ୍ଚୟ ଥିବା ଅତି ଆବଶ୍ୟକ ଅଟେ? ଆନ୍ସର ହେବ ଅପସନ୍ 3, ଉପଯୋଗିତା। ପ୍ରତ୍ୟେକ ଦ୍ରବ୍ୟର ଉପଯୋଗିତା ନିଶ୍ଚିତ ଭାବରେ ରହିବା ଆବଶ୍ୟକ। ଉପଯୋଗିତା ନଥିଲେ ଦର ମଧ୍ୟ ଆସିବ ନାହିଁ, ଉପଯୋଗିତା ନଥିଲେ ତା'ର ବିକଳ୍ପ ମଧ୍ୟ ରହିବ ନାହିଁ। ଠିକ୍ ଅଛି। ତ ପ୍ରତ୍ୟେକ ଦ୍ରବ୍ୟର ଉପଯୋଗିତା ନିଶ୍ଚିତ ଥିବା ଆବଶ୍ୟକ। 38 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ସମ୍ପଦ ନୁହଁ? ହୀରାହାର, ଜମି, ସ୍ୱାସ୍ଥ୍ୟ, ମୋବାଇଲ ଫୋନ୍। କେଉଁଟି ସମ୍ପଦ ନୁହଁ? ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 3, ସ୍ୱାସ୍ଥ୍ୟ। ଅର୍ଥନୀତିରେ ସ୍ୱାସ୍ଥ୍ୟକୁ ଆମେ ସମ୍ପଦ ବୋଲି କହିପାରିବା ନାହିଁ।
ଠିକ୍ ଅଛି। ଦେଖ 39 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଅନ୍ତିମ ଦ୍ରବ୍ୟ? କୋଇଲା, ଇସ୍ପାତ, ଲୁହାପଥର, ଟ୍ରାକ୍ଟର। ଅନ୍ତିମ ଦ୍ରବ୍ୟ କେଉଁଟି ଅନ୍ତିମ ଦ୍ରବ୍ୟ? ଏହାର ଆନ୍ସର ହେବ ଅପସନ୍ 4 ଟ୍ରାକ୍ଟର। ଟ୍ରାକ୍ଟର ହେଉଛି ଅନ୍ତିମ ଦ୍ରବ୍ୟ। ତାପରେ 40 ନମ୍ବର, ନିମ୍ନଲିଖିତ ମଧ୍ୟରୁ କିଏ ଅର୍ଥନୀତିର ସମ୍ପଦ ସଂଜ୍ଞା ପ୍ରଦାନ କରିଥିଲେ? ବହୁତ ସିମ୍ପଲ, ଆଡାମ ସ୍ମିଥ, ଆଲଫ୍ରେଡ୍ ମାର୍ଶଲ, ଲିଓନେଲ ରବିନ୍ସ, ସାମୁଏଲସନ୍। ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 1 ଆଡାମ ସ୍ମିଥ ଅର୍ଥନୀତିର ସମ୍ପଦ ସଂଜ୍ଞା ପ୍ରଦାନ କରିଥିଲେ। ତାପରେ 41 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ? ଦେଖ ଅପସନ୍ ଏ ଅଭାବ ସସୀମ, ଅପସନ୍ ବି ଅଭାବ ସମୂହ ପରିତୃପ୍ତକ୍ଷମ, ଅପସନ୍ 3 ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଅପସନ୍ 4 ଅଭାବ ଗୁଡ଼ିକ ପୌନଃପୁନିକ। ନିମ୍ନଲିଖିତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ? ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 4 ଅଭାବ ଗୁଡ଼ିକ ପୌନଃପୁନିକ। ଠିକ୍ ଅଛି। 42 ନମ୍ବର, ଉପଯୋଗିତା ଅର୍ଥ ଡ୍ୟାସ୍? ଦ୍ରବ୍ୟର ମିଳୁଥିବା ଆନନ୍ଦ, ଦ୍ରବ୍ୟର ଉପକାରିତା, ଦ୍ରବ୍ୟର ଅଭାବ ପୂରଣକାରୀ କ୍ଷମତା, ଦ୍ରବ୍ୟର ଆବଶ୍ୟକତା। ଉପଯୋଗିତାର ଅର୍ଥ କ'ଣ? ଏହାର ଆନ୍ସର ହେବ ଅପସନ୍ 3 ଦ୍ରବ୍ୟର ଅଭାବ ପୂରଣକାରୀ କ୍ଷମତାକୁ ଆମେ ଉପଯୋଗିତା ବୋଲି କହିଥାଉ। ଠିକ୍ ଅଛି। 43 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହଁ? ଜାତୀୟ ରାଜପଥ, ରାସ୍ତା ଆଲୋକ, ପ୍ରତିରକ୍ଷା ସେବା, ମୋଟର ସାଇକେଲ। ନିମ୍ନଲିଖିତ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହଁ? ତ ଆନ୍ସର ହେବ ଅପସନ୍ 4 ମୋଟର ସାଇକେଲ। ଏହା ବ୍ୟକ୍ତିଗତ ଦ୍ରବ୍ୟ। ଠିକ୍ ଅଛି। ଦର ଅର୍ଥ ଡ୍ୟାସ୍? ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ, ଅନ୍ୟ ଦ୍ରବ୍ୟ ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ, ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ, ସୁନା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ। ଦରର ଅର୍ଥ କ'ଣ? ଏହାର ଆନ୍ସର ହେବ ଅପସନ୍ ଏ ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟକୁ ଆମେ ଦର ବୋଲି କହିଥାଉ। ଠିକ୍ ଅଛି। 45 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ନୁହଁ? ଅଭାବ ଅସୀମ, ଅଭାବ ଗୁଡ଼ିକ ପ୍ରତିଯୋଗୀ, ଅଭାବ ସମୂହ ପରିତୃପ୍ତିକ୍ଷମ, ଅଭାବ ଗୁଡ଼ିକ ପୌନଃପୁନିକ। ନିମ୍ନଲିଖିତ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ନୁହଁ? ତ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ନୁହଁ? ଆନ୍ସର କ'ଣ ହେବ? ଆନ୍ସର ହେବ 3 ଅଭାବ ସମୂହ ପରିତୃପ୍ତକ୍ଷମ। ଅଭାବ ସମୂହ ପରିତୃପ୍ତକ୍ଷମ ଏହା ହେଉଛି ମାନବୀୟ ଅଭାବର ବୈଶିଷ୍ଟ୍ୟ ନୁହଁ। ଠିକ୍ ଅଛି। ମାନବୀୟ ଅଭାବର ଅର୍ଥ କ'ଣ? ଗୋଟିଏ ଦ୍ରବ୍ୟର ପ୍ରାପ୍ତ ଉପଯୋଗିତା, ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛା, ଦ୍ରବ୍ୟ ସନ୍ନିହିତ ଉପଯୋଗିତାର ଉପଯୋଗ, ଗୋଟିଏ ଦ୍ରବ୍ୟର ମୂଲ୍ୟ। ମାନବୀୟ ଅଭାବ ଆମେ କାହାକୁ କହିବା? ତ ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ ବି ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ ଆମେ ମାନବୀୟ ଅଭାବ ବୋଲି କହିଥାଉ। ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ ମାନବୀୟ ଅଭାବ ବୋଲି କୁହାଯାଏ। ଗଙ୍ଗା ନଦୀ କେଉଁ ପ୍ରକାରର ସମ୍ପଦ? ବ୍ୟକ୍ତିଗତ ସମ୍ପଦ, ସାର୍ବଜନୀନ ସମ୍ପଦ, ଜାତୀୟ ସମ୍ପଦ। ଉପରଲିଖିତ କୌଣସିଟି ନୁହଁ। ଗଙ୍ଗା ନଦୀ କେଉଁ ପ୍ରକାର ସମ୍ପଦ? ଏହାର ଆନ୍ସର କ'ଣ ହେବ? ଏହା ହେଉଛି ଅପସନ୍ 3 ଜାତୀୟ ସମ୍ପଦ। ଗଙ୍ଗା ନଦୀ ହେଉଛି ଜାତୀୟ ସମ୍ପଦ। ଠିକ୍ ଅଛି। ନିମ୍ନଲିଖିତ ମଧ୍ୟରୁ ଅର୍ଥଶାସ୍ତ୍ରରେ କେଉଁଟି ସମ୍ପଦ? ଜଣେ ଗାୟକଙ୍କର କଣ୍ଠସ୍ୱର, ଜଣେ ଶଲ୍ୟ ଚିକିତ୍ସକଙ୍କର ଦକ୍ଷତା, ମାଧ୍ୟମିକ ପରୀକ୍ଷା ସାର୍ଟିଫିକେଟ୍, ଡାକ୍ତରଙ୍କର ମୋଟର ଗାଡ଼ି। ତ ଏମାନଙ୍କ ମଧ୍ୟରୁ କେଉଁଟି ଅର୍ଥନୀତିରେ ଆମେ ସମ୍ପଦ ବୋଲି ଗ୍ରହଣ କରିବା? ତ ଏହାର ଆନ୍ସର କ'ଣ ହେବ? ଏହାର ଆନ୍ସର ହେବ ଅପସନ୍ 4 ଡାକ୍ତରଙ୍କର ମୋଟର ଗାଡ଼ି। ଏହା ହେଉଛି ସମ୍ପଦ। 49 ନମ୍ବର, ଅର୍ଥନୀତି ମାନବକୁ କେଉଁ ଦିଗଦର୍ଶନ ପ୍ରଦାନ କରିଥାଏ? ସମାଜ ବିଜ୍ଞାନ, ସମ୍ପଦ ସଂଜ୍ଞା, ସୀମିତ ସମ୍ବଳର ଅନୁକୂଳ ବିନିଯୋଗ, ପରିଚାଳନା ବିଜ୍ଞାନ। ଅର୍ଥନୀତି ମାନବକୁ କେଉଁ ଦିଗଦର୍ଶନ ପ୍ରଦାନ କରିଥାଏ?
यार आंसर हम ऑप्शन 3 सीमित संबलर अनुकूल विनियोग। अर्थनीति मानवକୁ सीमित संबल रे अनुकूल विनियोग करने ପାଇଁ दिग्दर्शन प्रदान କରିଥାଏ। कम संबल रे आमे किपरि भाव में उपयुक्त अनुकूल विनियोग करिपारिबा ताहा अर्थनीति मानवକୁ दिग्दर्शन प्रदान करता है। 50 नंबर ग्रीक शब्द ओइकोस र माने कौन? परिवार, परिचालना, समाज, विज्ञान। यार आंसर कौन हम? ऑप्शन ए परिवार। ग्रीक शब्द ओइकोस र माने होची परिवार। ग्रीक शब्द नेमिन र माने कौन? ऑप्शन ए परिवेश, बी समाज, 3 नंबर परिचालना, 4 नंबर मानविक संरचना। तो यार आंसर कौन हम? यार आंसर हम ऑप्शन 3 परिचालना। नेमिन शब्दर अर्थ होची परिचालना। गुनर माइड्रेल मतरे अर्थशास्त्र एक क्यों विषय? क्षणस्थायी, चिरस्थायी, गतिशील, परिवर्तनशील। यार आंसर कौन हम? ऑप्शन 3 गतिशील। अर्थशास्त्र एक गतिशील विषय। ठीक अच्छे। 53 नंबर अर्थशास्त्र जनक क्या कहा जाए? आडम स्मिथ, मार्शल, लियोनेल रॉबिन्स, सैमुएल्सन। यार आंसर हम ऑप्शन ए आडम स्मिथ होचंती अर्थशास्त्र जनक। ठीक अच्छे। 54 नंबर आडम स्मिथ अर्थशास्त्र को क्यों संज्ञा देथिले? जातीय संपद, जातीय आय, अभिवृद्धि, जातीय उत्पादन। आडम स्मिथ अर्थनीति को क्यों संज्ञा देथिले? यार आंसर हम जातीय संपद। आडम स्मिथ अर्थनीति को जातीय संपद संज्ञा देथिले। 55 नंबर देख अर्थनीति एक कल्याण विज्ञान बोली किए कहते? आडम स्मिथ, अल्फ्रेड मार्शल, लियोनेल रॉबिन्स, सैमुएल्सन। यार आंसर कौन हम? ऑप्शन बी अल्फ्रेड मार्शल। अल्फ्रेड मार्शल अर्थनीति एक कल्याणकारी विज्ञान बोली कहते। 56 नंबर दुष्प्राप्यता और मनोनयन को भित्ति करी अर्थशास्त्र संज्ञा किए देथिले? रॉबर्टसन, रॉबिन्सन, मार्शल, सैमुएल्सन। आंसर कौन हम? आंसर हम बी रॉबिन्सन। रॉबिन्सन दुष्प्राप्यता और मनोनयन को भित्ति करी अर्थशास्त्र संज्ञा प्रदान करथिले। ठीक अच्छे। 57 अर्थशास्त्र मूलपिंड क्या कहा जाए? अभाव, प्रचेष्टा, परितृप्ति, प्रचेष्टा, परितृप्ति, अभाव, अभाव, परितृप्ति, प्रचेष्टा, परितृप्ति, अभाव, प्रचेष्टा। अर्थशास्त्र मूलपिंड क्या कहा जाए? यार आंसर हम ऑप्शन ए फास्ट अभाव, प्रचेष्टा, परितृप्ति। अभाव, प्रचेष्टा, परितृप्ति यह हूँ अर्थशास्त्र मूलपिंड। ठीक अच्छे। 58 नंबर उपयोगितार विनाश को कौन कहा जाए? उपयोगितार विनाश को कौन कहा जाए? तुम समस्ते जानिच। यार आंसर हम ऑप्शन बी उपभोग। उपयोगितार विनाश को आम उपभोग बोली कही था। 59 नंबर अर्थनैतिक कार्यकलापर मूलबिंदु कौन अटे? प्रचेष्टा, परितृप्ति, अभाव, उपभोग। अर्थनैतिक कार्यकलापर मूलबिंदु कौन अटे? प्रचेष्टा, परितृप्ति, अभाव, उपभोग। यार आंसर कौन हम? ऑप्शन 3 या आम कहवा अभाव। अर्थनैतिक कार्यकलापर मूलबिंदु कौन अटे? अभाव अटे। ठीक अच्छे। 60 नंबर देख केउटी अर्थशास्त्र विषय वस्तु नुह? ऑप्शन ए उपभोग, 2 उत्पादन, 3 आवंटन, 4 परितृप्ति। केउटी अर्थशास्त्र विषय वस्तु नुह? आंसर कौन हम? आंसर हम ऑप्शन 4 परितृप्ति। यह अर्थशास्त्र विषय वस्तु नुह। उपभोग आसीबो, उत्पादन आसीबो, आवंटन आसीबो। किपरि आमे उपभोग करबा, उत्पादन किपरि करबा, ताको आवंटन किपरि करबा यह अर्थशास्त्र विषय वस्तु। किंतु परितृप्ति अर्थशास्त्र विषय वस्तु नुह।
ଉତ୍ପାଦନ କାହାକୁ କୁହାଯାଏ? ଉପଯୋଗିତାର ଉପଭୋଗ, ଉପଯୋଗିତା ସମ୍ପନ୍ନ ଦ୍ରବ୍ୟ ଓ ସେବାର ସୃଷ୍ଟି, ସାଧାରଣ ଦର ନିର୍ଦ୍ଧାରଣ, ଦ୍ରବ୍ୟ ଓ ସେବାର ଉତ୍ପନ୍ନ। ଉତ୍ପାଦନ କାହାକୁ କୁହାଯାଏ? ତ ଆନ୍ସର ହେବ ଅପସନ୍ 2 ଉପଯୋଗିତା ସମ୍ପନ୍ନ ଦ୍ରବ୍ୟ ଓ ସେବାର ସୃଷ୍ଟିକୁ ଆମେ ଉତ୍ପାଦନ ବୋଲି କହିଥାଉ। 62 ନମ୍ବର, ବ୍ୟଷ୍ଟି ଅର୍ଥନୀତି କେଉଁ ଗ୍ରୀକ୍ ଶବ୍ଦରୁ ଆଣିତ? ମିକ୍ରୋସ୍, ଓକିଓସ୍, ନେମିନ୍, ଓକିଓନୋମିନ୍। ତ ଆନ୍ସର କ'ଣ ହେବ? ବ୍ୟଷ୍ଟି ଅର୍ଥନୀତି କେଉଁ ଗ୍ରୀକ୍ ଶବ୍ଦରୁ ଆଣିତ? ମାଇକ୍ରୋସ୍, ଓଇକୋସ୍, ନେମିନ୍, ଓକିଓନୋମିଆ। ତ ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ ଏ ମାଇକ୍ରୋସ୍। ବ୍ୟଷ୍ଟି ଅର୍ଥନୀତି କେଉଁ ଗ୍ରୀକ୍ ଶବ୍ଦରୁ ଆଣିତ? ମାଇକ୍ରୋସ୍। 63 ନମ୍ବର, ବ୍ୟଷ୍ଟି ଅର୍ଥନୀତି ବିଭିନ୍ନ ନିଷ୍ପତ୍ତି ଗ୍ରହଣକାରୀ ଏକକମାନଙ୍କୁ କେଉଁଭଳି ଅଧ୍ୟୟନ କରିଥାଏ? ବ୍ୟକ୍ତିଗତ ସ୍ତରରେ, ବୃହତ୍ ସ୍ତରରେ, କ୍ଷୁଦ୍ର ସ୍ତରରେ, ମାନସିକ ସ୍ତରରେ। ବ୍ୟଷ୍ଟି ଅର୍ଥନୀତି ବିଭିନ୍ନ ନିଷ୍ପତ୍ତି ଗ୍ରହଣକାରୀ ଏକକମାନଙ୍କୁ କେଉଁଭଳି ଅଧ୍ୟୟନ କରିଥାଏ? ଏହାର ଆନ୍ସର ହେବ ଅପସନ୍ ଏ ବ୍ୟକ୍ତିଗତ ସ୍ତରରେ। ଠିକ୍ ଅଛି। 64 ନମ୍ବର, କେଉଁଟି ବ୍ୟଷ୍ଟି ଅର୍ଥନୀତିର ବିଷୟବସ୍ତୁ? ଜାତୀୟ ଆୟ, ରାଷ୍ଟ୍ରୀୟ ଆୟ, ଶିଳ୍ପ କ୍ଷେତ୍ରର ମୋଟ ନିବେଶ, ଭାରତୀୟ ରେଲର ଲାଭ କ୍ଷତି। କେଉଁଟି ବ୍ୟଷ୍ଟି ଅର୍ଥନୀତିର ବିଷୟବସ୍ତୁ ଅଟେ? ଆନ୍ସର କ'ଣ ହେବ? ଅପସନ୍ 4 ଭାରତୀୟ ରେଲର ଲାଭ କ୍ଷତି। ଏହା ହେଉଛି ବ୍ୟଷ୍ଟି ଅର୍ଥନୀତିର ବିଷୟବସ୍ତୁ। ତାପରେ 65 ନମ୍ବର, ସମଷ୍ଟି ଅର୍ଥନୀତି ଗ୍ରୀକ୍ ଶବ୍ଦ ମାକ୍ରୋସ୍ରୁ ଅଣାଯାଇଛି, ଯାହାର ଅର୍ଥ ଡ୍ୟାସ୍। ସମଷ୍ଟି ଅର୍ଥନୀତି, ଏହାର ଅର୍ଥ କ'ଣ? କ୍ଷୁଦ୍ର, ମଧ୍ୟମ, ବୃହତ୍, ଅତି ବୃହତ୍। ତ ଆନ୍ସର ହେବ 3 ବୃହତ୍। ହେଲା। 66, ସମଷ୍ଟି ଅର୍ଥନୀତିରେ କେଉଁ ବିଷୟ ଅନ୍ତର୍ଭୁକ୍ତ ନୁହେଁ? ଆୟ, ଉତ୍ପାଦନ ଓ ନିଯୁକ୍ତି ତତ୍ତ୍ୱ, ହାରାହାରି ମୂଲ୍ୟ ତତ୍ତ୍ୱ, ସମଷ୍ଟି ଅର୍ଥନୈତିକ ବଣ୍ଟନ ତତ୍ତ୍ୱ, ରାଷ୍ଟ୍ରୀୟ ବିତ୍ତ। ସମଷ୍ଟି ଅର୍ଥନୀତିରେ କେଉଁ ବିଷୟ ଅନ୍ତର୍ଭୁକ୍ତ ନୁହେଁ? ଏହାର ଆନ୍ସର ହେବ ଅପସନ୍ 4 ରାଷ୍ଟ୍ରୀୟ ବିତ୍ତ। ଠିକ୍ ଅଛି। 67, କେଉଁଟି ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ? ଅପସନ୍ ଏ ଦେଶର ରପ୍ତାନି, ଅପସନ୍ 2 ହୀରାକୁଦ ଜଳଭଣ୍ଡାରରୁ ମିଳୁଥିବା ଉପକାର, ଅପସନ୍ 3 ମୋଟର ସାଇକେଲର ଚାହିଦା, ଅପସନ୍ 4 ଗଡରେଜ୍ କମ୍ପାନୀର ନିୟୋଜନ। ତ ଆନ୍ସର କ'ଣ ହେବ? କେଉଁଟି ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ? ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ କେଉଁଟା ଅଟେ? ତ ଆନ୍ସର ହେବ ଅପସନ୍ 1 ଦେଶର ରପ୍ତାନି। ଏହା ହେଉଛି ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ। 68, ଅର୍ଥନୈତିକ ସମସ୍ୟାର ଦୁଇଟି ବିଭାଗ କ'ଣ? ସମ୍ବଳର ମନୋନୟନ ଓ ବ୍ୟବହାର, ଦୁଷ୍ପ୍ରାପ୍ୟତା ଓ ମନୋନୟନ, ସୀମିତ ସମ୍ବଳ ଓ ମନୋନୟନ, ବ୍ୟବହାରକ୍ଷମ ସମ୍ବଳ ଓ ପରିପୂରକତା। ତ ଆନ୍ସର କ'ଣ ହେବ? ଆନ୍ସର ହେବ ଅପସନ୍ 2 ଦୁଷ୍ପ୍ରାପ୍ୟତା ଓ ମନୋନୟନ। ଠିକ୍ ଅଛି। ଦେଖ 68 ନମ୍ବର, ଅର୍ଥନୈତିକ ସମସ୍ୟାର ଦୁଇଟି ବିଭାଗ କ'ଣ? ଅପସନ୍ରେ ଅଛି ସମ୍ବଳର ମନୋନୟନ ଓ ବ୍ୟବହାର, ଦୁଷ୍ପ୍ରାପ୍ୟତା ଓ ମନୋନୟନ, ସୀମିତ ସମ୍ବଳ ଓ ମନୋନୟନ, ବ୍ୟବହାରକ୍ଷମ ସମ୍ବଳ ଓ ପରିପୂରକତା। ଅର୍ଥନୈତିକ ସମସ୍ୟାର ଦୁଇଟି ବିଭାଗ କ'ଣ? ଏହାର ଆନ୍ସର କ'ଣ ହେବ? ଅପସନ୍ 2 ଦୁଷ୍ପ୍ରାପ୍ୟତା ଓ ମନୋନୟନ। ଠିକ୍ ଅଛି। ତାପରେ ଦେଖ 69, ଅର୍ଥନୈତିକ ସମସ୍ୟା କ'ଣ? ଅର୍ଥନୈତିକ ସମସ୍ୟା କ'ଣ? ଅପସନ୍ ଏ ସର୍ବାଧିକ ସମ୍ବଳ ଅଭାବ ପୂରଣ ପାଇଁ ଦୁଷ୍ପ୍ରାପ୍ୟ ସମ୍ବଳର ବଣ୍ଟନ, ଅପସନ୍ ବି ସର୍ବାଧିକ ସମ୍ବଳ ଅଭାବ ପୂରଣ ପାଇଁ ବିକଳ୍ପ ସମ୍ବଳର ବଣ୍ଟନ, ଅପସନ୍ 3 ସମ୍ବଳର ଅଭିବୃଦ୍ଧି, ଅପସନ୍ 4 ସର୍ବାଧିକ ସମ୍ବଳ ଅଭାବ ପୂରଣ ପାଇଁ ଏକ ସୁସ୍ଥ ଅର୍ଥ ବ୍ୟବସ୍ଥା। ଅର୍ଥନୈତିକ ସମସ୍ୟା କ'ଣ ଅଟେ? ଏହାର ଆନ୍ସର କ'ଣ ହେବ? ଏହାର ଆନ୍ସର ହେବ ପ୍ରଥମ ସର୍ବାଧିକ ସମ୍ବଳ ଅଭାବ ପୂରଣ ପାଇଁ ଦୁଷ୍ପ୍ରାପ୍ୟ ସମ୍ବଳର ବଣ୍ଟନ।
ଏହା ହେଉଛି ଅର୍ଥନୈତିକ ସମସ୍ୟା। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ପୁଣି ପାର୍ଟ 2ରେ ଆମେ ଡିସ୍କସନ୍ କରିବା। ସମସ୍ତଙ୍କୁ ଧନ୍ୟବାଦ।